ନାରୀଙ୍କୁ ଭାରତୀୟ ପରିବାରରେ ଲକ୍ଷ୍ମୀ ସ୍ୱରୂପ ମାନିଥାନ୍ତି। ପୁରୁଣା କାଳରେ ନାରୀଙ୍କୁ ପୂଜା କରାଯାଉଥିଲା। ବିଭିନ୍ନ ଗୁଣଧାରୀ ନାରୀ ଆମ ଏ ଭାରତବର୍ଷରେ ଅଛନ୍ତି। ତେବେ ସୌଭାଗ୍ୟବତୀ ନାରୀଙ୍କର 10ଟି ଗୁଣ ସମ୍ବନ୍ଧରେ ଆଜିକାର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି। ଦର୍ଶକ ବନ୍ଧୁ, ଆପଣମାନେ ଯଦି ପ୍ରଥମ ଥର ପାଇଁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଆସିଛନ୍ତି, ତାହେଲେ ଆପଣମାନଙ୍କୁ ଅନୁରୋଧ କି ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହା ମାଧ୍ୟମରେ ଏମିତି ନୂତନ ଭିଡ଼ିଓ ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚିବ। ଦର୍ଶକ ବନ୍ଧୁ, ଆଉ ଏଣୁତେଣୁ କଥା ନ କହିକି ମୁଁ ଟପିକ୍ ଉପରେ କଥା କହିବାକୁ ଯାଉଛି। ଭିଡ଼ିଓଟିକୁ ଆରମ୍ଭ କରୁଛି। ନମ୍ବର 1, ସୌଭାଗ୍ୟବତୀ ନାରୀ। ଯେଉଁ ନାରୀ ଘରକୁ ଆସିଥିବା ଅତିଥିଙ୍କର ସତ୍କାର କରିଥାନ୍ତି। ନମ୍ବର 2, ଯେଉଁ ନାରୀ ମିଠା କଥା କହିଥାନ୍ତି, ଯାହାଙ୍କ ସ୍ୱରରେ ମଧୁରତା ଓ ସମସ୍ତଙ୍କ ପ୍ରତି ସ୍ନେହବାଣୀ ରହିଥାଏ। ଏ ହେଉଛି ନମ୍ବର 2 ସୌଭାଗ୍ୟବତୀ ନାରୀଙ୍କ ଲକ୍ଷଣ। ଏବଂ ନମ୍ବର 3, ଆସ୍ତିକ ସେବା ଭାବ ରଖିଥିବା, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମତୀ, ଦୟାବତୀ ଓ କର୍ତ୍ତବ୍ୟ ପାଳନ ନିଷ୍ଠାର ସହ କରୁଥିବା ନାରୀଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏବଂ ନମ୍ବର 4, ଯେଉଁ ନାରୀ ଶରୀରଠାରୁ ମନରେ ଅଧିକ ସୁନ୍ଦର ହୋଇଥାଏ, ତାଙ୍କୁ ସୌଭାଗ୍ୟବତୀ ନାରୀ ବୋଲି କୁହାଯାଇପାରିବ। ଏବଂ ନମ୍ବର 5, ଯେଉଁ ନାରୀ ଘରକୁ ଆସିଥିବା ଅତିଥିଙ୍କୁ ସ୍ୱାଗତ ଓ ସମ୍ମାନ କରିଥାନ୍ତି। ନମ୍ବର 6, ଯେଉଁ ନାରୀ ସକାଳ ଓ ସନ୍ଧ୍ୟାରେ ଦେବ ଦେବୀଙ୍କ ସମ୍ମୁଖରେ ଧୂପ ଦୀପ ଓ ସୁଗନ୍ଧିତ ଅଗରବତୀ ଜଳାଇ ପୂଜାପାଠ କରିଥାନ୍ତି, ପତିବ୍ରତା ଧର୍ମକୁ ପାଳନ କରିଥାନ୍ତି। ଏବଂ ନମ୍ବର 6, ଯେଉଁ ନାରୀ ଧର୍ମ ଓ ନୀତି ମାର୍ଗ ଉପରେ ଚାଲିଥାନ୍ତି ଓ ପାରିବାରିକ ସଦସ୍ୟମାନଙ୍କୁ ପ୍ରେରିତ କରିଥାନ୍ତି। ଏବଂ ନମ୍ବର 7, ଯେଉଁ ନାରୀ ପର ଦୁଃଖ ଦେଖି ଦୁଃଖୀ ହୋଇ ନିଜର ସାମର୍ଥ୍ୟ ଅନୁସାରେ ତାଙ୍କୁ ସହାୟତା କରିବା ଓ ଅନ୍ୟ ଦୁଃଖରେ ଦୁଃଖ ପ୍ରକାଶ କରିବା ସହ ଦୁଃଖୀଙ୍କର କଷ୍ଟକୁ ଦୂର କରିବାକୁ ଆନନ୍ଦ ଅନୁଭବ କରିଥାନ୍ତି, ଏହିପରି ନାରୀଙ୍କୁ ସୌଭାଗ୍ୟବତୀ ନାରୀ ରୂପେ ବିବେଚିତ ହୋଇଥାଏ। ଏବଂ ଯେଉଁ ନାରୀ ଘରେ ଖାଦ୍ୟ ପରଷିବା ବେଳେ କାହାରିକୁ ପାତର ଅନ୍ତର କରନ୍ତି ନାହିଁ, ଏହିପରି ନାରୀଙ୍କୁ ମଧ୍ୟ ସୌଭାଗ୍ୟବତୀ ନାରୀ ବୋଲି କୁହାଯାଏ। ଶେଷ ନାରୀ ହେଉଛନ୍ତି ଯେଉଁ ନାରୀ ସବୁଦିନ ସ୍ନାନ କରିବା ପରେ ଠାକୁର ଘରେ ଧୂପ ଦୀପ ଯାଇ ଠାକୁରଙ୍କୁ ପୂଜା କରନ୍ତି କିମ୍ବା ଅଗାଧୁଆରେ ରୋଷେଇ ଘରକୁ ପ୍ରବେଶ କରନ୍ତି ନାହିଁ। ଏହିପରି ନାରୀଙ୍କୁ ସୌଭାଗ୍ୟବତୀ ନାରୀର ଆଖ୍ୟା ପ୍ରଦାନ କରାଯାଏ। ତେଣୁ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଜଣାଇଦେଲି ଯେ ସୌଭାଗ୍ୟବତୀ ନାରୀଙ୍କର କେତୋଟି ଲକ୍ଷଣ। ଯଦି ଦର୍ଶକ ବନ୍ଧୁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କିଛି ଶିକ୍ଷା ଜିନିଷ ମିଳିଛି, ତ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଏମିତି ଆପଣଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ଆଣିବି। ଦର୍ଶକ ବନ୍ଧୁ, ମୁଁ ରହୁଛି। ବାଏ।